ଯେତେବେଳେ ଜଣେ ଚାଷୀ ସେ ବହୁତ କଷ୍ଟରେ ଚାଷ କରି ଅମଳ ହେବା ଅବସ୍ଥାରେ ଯେତେବେଳେ ବୁଲା ଷଣ୍ଢ ହଉ କି ବାରା ହଉ କି ଆପଣଙ୍କର ଗାଁରେ ଯେଉଁମାନେ ଘୁଷୁରି ରଖିଛନ୍ତି ତାଙ୍କ କବଳରୁ ଯେତେବେଳେ ସେ ସୁରକ୍ଷା ଦେଇପାରେ ନାହିଁ ସେତେବେଳେ ସେ ବହୁତ କ୍ଷତି ସହିବାକୁ ପଡ଼େ। ତ ଆଜି ଆମେ କଥା ହେବା ଯେ ଆମେ ବାରା ବୁଲା ଷଣ୍ଢ ମାନଙ୍କ ପାଖରୁ ଆମେ କେମିତି ଆମର ନିଜର ଫସଲ ସୁରକ୍ଷା ପାଇବା। ଆସିଛି ମୁଁ ଆମ ଗାଁ ସାହିରୁ ନେଇ ଆସିଛି ମୁଁ ଆମ ଗାଁ ସାହିରୁ ଆମ ଚାଷ ପଡ଼େ ଚାଷ ପଡ଼େ। ଆମର ଚାଷୀ ଭାଇ ମାନେ ଜାଣିଛନ୍ତି ଚାଷରେ କେତେ ଟଙ୍କା ଖର୍ଚ୍ଚ ହୁଏ। ଯେତେବେଳେ ବି ଆମର ଚାଷ ସେ ଆରମ୍ଭ କରେ ସେ ପ୍ରଥମେ ସେ ତାର ଚିନ୍ତା ଥାଏ ଯେ ଯେମିତି ମୋର ଫସଲରେ ରୋଗ ପୋକ ନ ହଉ, ଭଲ ଗଛଟିଏ ହଉ ଏବଂ ଭଲ ଅମଳ ହଉ, ଏ ଚିନ୍ତାରେ ସିଏ ସବୁବେଳେ ଚିନ୍ତାଗ୍ରସ୍ତ ଥାଏ। ତ ଯେତେବେଳେ ସିଏ ଭଲ ଗଛଟିଏ ହେଲା ପରେ ଫଳ ଦେଲା ପରେ ଯେତେବେଳେ ଅମଳ ହେବା ଟାଇମରେ ଯଦି ଜଙ୍ଗଲ ଜନ୍ତୁ ବାରା ହଉ କି ବୁଲା ଷଣ୍ଢ ହଉ କି ଗାଁ ଘୁଷୁରି ହଉ ସେ ଯେତେବେଳେ ସେ ଫସଲ ଯଦି ନଷ୍ଟ କରିଦିଏ ତ ଚାଷୀଟିଏ କେତେ କଷ୍ଟ ପାଏ। କାରଣ ଆମେ ରୋଗ ପୋକ ହେଲେ ଆମେ ମେଡିସିନ ପକେଇକି ଆମେ ସୁରକ୍ଷା ଦେଇଥାଉ, କିନ୍ତୁ ଗୋଟେ ବୁଲା ଷଣ୍ଢ କି ଜଙ୍ଗଲର ବାରା ହଉ କି ଗାଁ ଘୁଷୁରି ହଉ ସେ ଯଦି ପଶିକି ଆମର ଯଦି ଗୋଟେ ଫସଲ ନଷ୍ଟ କରେ ତେବେ ନିଶ୍ଚିତ ଭାବରେ ଆମକୁ ବହୁତ କଷ୍ଟ ସହିବାକୁ ପଡ଼େ। ତ ସେଇ କ୍ଷେତ୍ରରେ ଆମେ କ'ଣ ଔଷଧ ବ୍ୟବହାର କଲେ ଯେମିତିକି ଆପଣଙ୍କର ହଉ ମକା ହଉ କି ଆପଣଙ୍କର ବୋଇତାଳ ହଉ କି ଧାନ ହଉ କି ପନିପରିବା ଚାଷରେ ହଉ, ତ ସେଇ କ୍ଷେତ୍ରରେ ଆପଣଙ୍କର କୋଉ ଔଷଧ ବ୍ୟବହାର କଲେ ବାରା ବୁଲା ଷଣ୍ଢ ଏମାନଙ୍କୁ ଦମନ କରାଯାଇପାରିବ। ତ ସେଇଟା ହେଉଛି ଆପଣଙ୍କର ଗୋଟେ ଆମର ଅର୍ଗାନିକ ଔଷଧ ୱାଇଲ୍ଡ ବୋର୍ ଗୋଟେ ଔଷଧ। ଏହି ଔଷଧ ଆପଣମାନେ ଯଦି ଧାନରେ ହଉ କି ଆପଣଙ୍କର ବୋଇତାଳୁ ଚାଷରେ ହଉ କି ମକା ଚାଷରେ ହଉ ଆପଣମାନେ ଗୋଟେ ଏକରକୁ 3 କେଜି ବ୍ୟବହାର କରିପାରିବେ। ଆପଣମାନେ ଅନଲାଇନରେ ମଧ୍ୟ ଏହି ଔଷଧ ମିଳୁଛି, ପାଖାପାଖି 2 କେଜିକୁ ଆପଣଙ୍କର 1000 ଟଙ୍କା ପଡ଼ିବ। ତ ସେଇ ଅନୁସାରେ ସେଇଟା ଆଣିଲା ପରେ ଆପଣ କେମିତି ବ୍ୟବହାର କରିବେ ଯେ ଯୋଉ ଜାଗାରେ ଆପଣ ଚାଷ କରୁଛନ୍ତି ତାର ସେଇ ଜାଗାର ଯୋଉଠି ଆପଣ ଫସଲ କରିଛନ୍ତି ତାର ଯୋଉଟା ହୁଡ଼ା ଅଛି ସେ ହୁଡ଼ା ଉପରେ ଉପରେ ଆପଣ ଦେଇ ଦିଅନ୍ତୁ। ତ ଯେତେବେଳେ ବି ଯଦି ଜଙ୍ଗଲ ବାରା ଆସିବ କି ବୁଲା ଷଣ୍ଢଟି ଆସିବ ତ ଯାହାହେଲେ ବି ସେ ହୁଡ଼ା ବାହାରିଲା ପରେ ସିନା ଆପଣଙ୍କ ଫସଲର ଧାନ ହଉ କି ଆପଣଙ୍କର ମକା ହଉ କି ବୋଇତାଳୁ ଖାଇବ। ତ ସେଇ କ୍ଷେତ୍ରରେ ସେ ଯୋଉ ୱାଇଲ୍ଡ ବୋର୍ ସେଇଟା ହେଉଛି ଜଡ଼ା ମଞ୍ଜି ଭଳିଆ ଦେଖାଯିବ, ସେଇ ବାସ୍ନା ବି ସେମିତି। ସେଇ ବାସ୍ନା ଆପଣଙ୍କର ଜଙ୍ଗଲ ଜନ୍ତୁ ବାରା ହଉ କି ଆପଣଙ୍କର ବୁଲା ଷଣ୍ଢ କି ଗାଁ ଘୁଷୁରି ଏମାନେ ସେଇ ବାସ୍ନା ହେଲେ ଆଉ ସେ ଆପଣଙ୍କ ଫସଲ ଭିତରକୁ ପଶିବେ ନାହିଁ। ତ ନିଶ୍ଚିତ ଭାବରେ ଏଇ ଔଷଧ ଆପଣମାନେ ବ୍ୟବହାର କରନ୍ତୁ ଏବଂ ଆପଣଙ୍କର ଯୋଉ ଫସଲ ଏବେ ଯୋଉଟା କରିଛନ୍ତି ସେଇଟାରୁ ଆପଣମାନେ ନିଶ୍ଚିତ ଭାବରେ ସୁରକ୍ଷା ଦିଅନ୍ତୁ। ମୁଁ ଆଶା କରୁଛି এই ଔଷଧ ଆପଣମାନେ ବ୍ୟବହାର କରି ଦେଖନ୍ତୁ ଏବଂ ନିଶ୍ଚିତ ମତାମତ ଦେବେ। ତେବେ ଆଜିର এই ଭିଡିଓକୁ ଆପଣମାନେ କେମିତି ଲାଗେ ନିଶ୍ଚିତ ଭାବରେ ମତାମତ ଦେବେ। ତା ସହିତ এই ଭିଡିଓ ଆପଣମାନେ ଆପଣଙ୍କ ଚାଷୀ ଭାଇ ମାନଙ୍କୁ ନିଶ୍ଚିତ ଭାବରେ ସେୟାର କରିବେ ଏବଂ ସବସ୍କ୍ରାଇବ ମଧ୍ୟ କରିବେ। ତେବେ ଆଜିର এই ଭିଡିଓକୁ ଏଠି ମୁଁ ରଖୁଛି। ସମସ୍ତଙ୍କୁ ଧନ୍ୟବାଦ।